यदा यदा हि धर्मस्य ग्लानिर्भवति भारत अभ्युत्थानमधर्मस्य तदात्मानं सृजाम्यहं परित्राणाय साधूनां विनाशाय च दुष्कृतां धर्म संस्थापनार्थाय संभवामि युगे युगे। जय जगन्नाथ। आज विजय भाई भल कथा आलोचना करवा कली जुगर नारी चरित्र ना भल कथा मन रखी था। आम संस्कृति आम धर्म नारी को सबुठ उच्च आसन मिले कहीं माँ कृपामयी स्नेहमयी संहारिणी उग्र रूपी दुष्ट निवारिणी ना कहीं कहू सत्य जुग किए से माँ नहीं कि संहार किए से दुर्गा ना त्रेता जुगे सीता द्वापर जुगे द्रौपदी आंकरी कौन संहार वर्तमान समय से नारी नहीं हम संहार। माँ लज्जाशीला सहनशीलता शक्ति स्वरूपिणी कृपामयी पुणी माँ मध्य कौन संहारकारी उग्र रूपा बुझ गोटे नारीर शास्त्र कहे बता सब खिड़केचिड़ी हो गोटे नारीर गुरु करिया विधेय नुह जदि गुरु करे तो स्वामीर परामर्श आइला पर जन को गुरु कर शास्त्र कहे गोटे नारीर गुरु दरकार नहीं कहीं स्वामी गुरु स्वामी परम बांधव स्वामी सेवा नारी धर्म स्वामी पदमती अर्चनारे भक्ति करुथिव नित्य कर्म गोटे नारीर इष्ट होता स्वामी। बर्तमान तुम देख केते जन माँ स्वामी की मानुंट सका उठी स्वामी की मुंडिया मारुंट केवल आमे भावुचु सावित्री व्रत जदि मारुथे अन्य दिन नुह ये आमे भी टीवी रे देखु सावित्री व्रत भी केते जगह छांचुड़ी बाण भी उठुची हाँ कि नहीं तेणु कली जुगे हूँ विचित्र कथा कली जुगे माँ माने किछि मानिबे नहीं नारी माने उग्र हेबे गेरस्त को पाद तले रखिबे लो जाई फूलो पर पुरुष रे रति देवे जाई फूलो अगा उग्र मुखा नारी ठीक ना भूल आ उड़णी अच्छी आ सिंदूर लगौଛନ୍ତି एबे टिकली लगेलेनी प्राय भी टिकली लगौना गोटे नारी 7 फुट चूड़ी पिंधिया कथा एबे भी प्राय खोली दौरान ना से नगेटा ठीक न नगेया ठीक गोटा अच्छी सती सिंदूर गोटा अच्छी पति सिंदूर गोटा अच्छी लक्ष्मी सिंदूर गोटा अच्छी दुर्गा सिंदूर जोगमाया सिंदूर तेणु सी तो सती नुह से कहीं लगे सती सिंदूर
ଆମ କଥାଟା ବୁଝିପାରୁଛୁ ନା ବୁଝୁନ? ନାରୀ ମାନେ ଉଗ୍ର ହେବେ, ଗେରସ୍ତକୁ ପାଦ ତଳେ ରଖିଲ ଯାଇ ଫୁଲ, ପର ପୁରୁଷରେ ରତି ଦେବେ। ବର୍ତ୍ତମାନ ହଉନି? ଭେଣ୍ଡା ଭେଣ୍ଡା ଛୁଆଙ୍କୁ ଛାଡିକି ପଳେଇ ଯାଉଛନ୍ତି। ବୁଝିହଉଛି ନା? ଏ ହଉଛି ବିଚିତ୍ର, କିମ୍ବା ସଂସାର ହଉଛି ବିଚିତ୍ର। ଗୋଟିଏ ନାରୀ ଶାଶୁକୁ ମାନୁଛି, ଶ୍ୱଶୁରକୁ ମାନୁଛି କାହିଁକି? ଇଏ ହଉଛି ବିନାଶର କଣ ସଂକେତ। ଆଉ ଗୋଟେ ଭଲ କଥା ମନେ ରଖିଥ, ଅରକ୍ଷିତ ଦାସଙ୍କ ମତରେ ଏଇ ନାରୀ ମାନେ ଦିନେ କାଳି ରୂପ ହେଇକି କଣ ହେଇଯିବେ, ପୁରୁଷ ମାନଙ୍କୁ ଭକିବେ। କେତେ ଅଙ୍କରେ କହିଲେ? 55 ଅଙ୍କରେ ଯେତେବେଳେ ଅନ୍ଧାର ହବ 7 ଦିନ, ମୀନକୁଶ ଚତୁର୍ଦଶୀ ଶୁକ୍ର ଦେବା ଆସର, ଅନ୍ଧକାର ଗୋଟି ଯିବ ମହିମନ। 55 ଅଙ୍କରେ ଚୈତ୍ର ମାସ ଶୁକ୍ଳ ପକ୍ଷ, ମୀନ ଶୁକ୍ଳ ଏକାଦଶୀ ତିଥି ଶୁକ୍ରବାର ହେଇଥିବ, ସେଇଦିନ 7 ଦିନ ଅନ୍ଧାର ହବ। ନାରୀଙ୍କର ଗଳା କାଟିଯିବ, ନିଜେ କଣ ହେବେ, ଯୋଗ୍ନି ରୂପ ଧରି ନିଜ ସ୍ୱାମୀ ସଜିବେ। ବୁଝିପାରୁଛ ନା? ତେଣୁ ତରିବାର ଉପାୟ ଗୋଟିଏ ହଉଛି ଏକାକ୍ଷର ସୂତ୍ର, ଗୁରୁ କୃପା, ବିଭୁ ଆଶୀର୍ବାଦ। ରଖିତା କେତେ ଟଙ୍କା? କେତେ ଟଙ୍କା ରଖୁଛ ରଖିତା? ଭାବୁଛ ଅଚ୍ୟୁତ ବାବା କହିଛନ୍ତି, ମୁଁ କହୁଛି ବୋଲି ତମେ ଭାବନା। କାହା? ରାମଦାସ କହିଲେ ଏଟା ବିଧିର ବିଧାନ ଆଗରୁ ଲେଖା ଅଛି। କୋରୋନା ଗଲା, 99 ମସିହା ବାତ୍ୟା ହେଲା, ତାପରେ କେତେ ବାତ୍ୟା ହେଲା ନା ନାଇଁ? ସୂର୍ଯ୍ୟଙ୍କ ତୋପ କେତେ ବଢିଲାଣି। ଯୋଉ କ୍ଲାଇମେଟ ଚେଞ୍ଜ ହଉ କି ଯେକୌଣସି ହଉ, ସେ ତଥାପି ମଣିଷଙ୍କର ଚିନ୍ତା ବସୁଛି, ଚେତନା ଆସୁଛି। ଆସୁନି, କିଏ ଆଉ ଆସିବେନି। ବର୍ତ୍ତମାନ ସମସ୍ତେ ହେଇଗଲେଣି ଭକ୍ତ, ସମସ୍ତେ ହେଲେଣି ଗୁରୁ। ଗୁରୁ ହଇବେ ମାଳ ମାଳ, ଶିଷ୍ୟ ନଥିବେ 1 ଜଣ। ଆରେ ଏକୋଇ ଗୁରୁ ଜଗନ୍ନାଥ, ଆଉ କିଏ ଅଛି ସାମରଥ? ମନୁଷ୍ୟ କେତେ କୁପଥଗାମୀ ହେଇଗଲାଣି ଜାଣିପାରୁ। ଯାହା ହଉ, ଏତିକି ମନେ ରଖିଥା, ଏଇ ମା ଦିନେ ନିଜ ନାରୀ ଦିନେ ନିଜକୁ ହିଁ ବିନାଶ କରି। ବୁଝିହଉଛି? ଗୋଟିଏ ନାରୀର ଆଗେ ଯେତେବେଳେ ବୋହୂ କରିବାକୁ ଯାଆନ୍ତି, ଆମେ ଛୁଆ ବେଳେ ଆମେ ଜାଣିଛୁ, ନାରୀ କି ଚିହ୍ନିବ କେଶରୁ, ଗୋରୁକୁ ଚିହ୍ନିବ ସିଂହରୁ। କହନ୍ତି ନାଇଁ ନା? ଗୋଟିଏ ବଳଦ କେତେ ବର୍ଷ ବୁହା ହେଲାଣି, ତା ସିଂହକୁ ଦେଖିଦେଲେ ଲୋକ କହିଦଉଥିଲେ ଏ 8 ବର୍ଷ ହେଲାଣି କାମ କଲାଣି, କି 10 ବର୍ଷ ହେଲାଣି କାମ କଲାଣି, କହିଦିଅନ୍ତି ନାଇଁ ନା? ନାରୀ କି ଚିହ୍ନିବ କେଶରୁ, ଗୋଟିଏ ନାରୀର କେଶରୁ ତମେ ଜାଣିପାରିବ। ବର୍ତ୍ତମାନ ତ ସମସ୍ତେ ବିକଟ କରିଦେଲେ, କେଶରୁ କଣ ଜାଣି? ନା ଆଉ ସେ ରେବନ ଫିତା କଣ ଅଛନ୍ତି କି? ଏବେ ଆଉ ତାକୁ ବି ପିନ୍ଧୁନାହିଁ। ଇଲାଷ୍ଟିକ ଆମ ଛୁଆ ବେଳେ ଦେଖିଛୁ, ସବୁ ମା ମାନେ ତା ଦେହରେ ସବୁ ଚୁଟି ଛୋଟ ବୋଲି ଲମ୍ବେଇକି ରଖନ୍ତି, ଇଏ ସବୁ ଉଠିଗଲାଣି। ଏଗୁଡ଼ିକ ମନେ ରଖିଥା, ଏଗୁଡ଼ିକ ହଉଛି ବିନାଶର ଲକ୍ଷଣ। ମହାପୁରୁଷ ଏଗୁଡ଼ା ସବୁ ଘଟିବ ବୋଲି ଆଗରୁ ମଧ୍ୟ ଆମ ମାନଙ୍କୁ ସୂଚନା ଦେଇଛି। ଅନୁଭବ କରିବା କଥା, ସଂସାରଟା କୋଉ ସ୍ତରକୁ ଯାଉଛି, କି ଟଙ୍କା ବାଇ ଆମକୁ କରିଛି, ଆମେ ତାପରେ କିଛି ନାହିଁ। ଶୋଇଲା ବେଳକୁ ଟଙ୍କା ଚିନ୍ତା, ଉଠିଲା ବେଳକୁ ଟଙ୍କା ଚିନ୍ତା, କେତେବେଳେ ମାନେ ପ୍ରଭୁ ଚିନ୍ତା ନାହିଁ। ଏଗୁଡ଼ିକ କଣ?
ଏଗୁଡ଼ିକ କ'ଣ? ବିନାଶ କାଳେ ବିପରୀତ। ସେଥିପାଇଁ କହିଲେ ବେଳହୁଁ ବନ୍ଧ ବାନ୍ଧ। ଆଉ ବେଳହୁଁ କ'ଣ ବନ୍ଧ ବାନ୍ଧିବ? କୁମ୍ଭୀର ନେଇ ମଝିନରେ କଲାଣି, ଆଉ କ'ଣ ବନ୍ଧ ବାନ୍ଧିବ? ବୁଝିହଉଛି? ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ଭୋଲାନନ୍ଦ କବା।